এইটা হচ্ছে ছত্রপতি শিবাজী মহারাজଙ୍କର ମାନେ ଯେତେବେଳେ ପିଲା ବେଳର ତାଙ୍କ ବାପା ଏଇଟାକୁ କରିଥିଲେ ତାଙ୍କ ମାଙ୍କ ପାଇଁ ଏଇ ଘରେ ସେ ଜନ୍ମଗ୍ରହଣ କରିକିରି ବଡ଼ ହେଇଥିଲେ ମଧ୍ୟ ପିଲାଦିନ ତାଙ୍କର ଏଇ ଘରେ କରିଥିଲା। ତାଙ୍କ ବାପା ଏଇ ଯେଉଁ ମହଲଟିର ନାଁ ଦେଇଛନ୍ତି ଲାଲ ମହଲ। ତେଣୁକରି ଆମେ ବର୍ତ୍ତମାନ ଲାଲ ମହଲ ଭିତରକୁ ଯିବା। ଭିତରେ ତାଙ୍କର କେମିତି ତାଙ୍କର ଉଆସ କ'ଣ ସବୁ ମୁଁ ଆପଣମାନଙ୍କୁ ଦେଖେଇବି, ଆପଣମାନେ ଦେଖିବେ। ତା ଭିତରକୁ ଯିବା ପୂର୍ବରୁ ଦେଖନ୍ତୁ ତାଙ୍କ କବାଟ କେତେ ସୁନ୍ଦର କବାଟ ଦେଖନ୍ତୁ ଆଜ୍ଞା। ମୁଁ ସେତେବେଳର କବାଟ କାଠର ହେଇଛି, କେମିତି ଗୋବ ବାହାରିଛି ଏକଦମ ମାନେ ଯେଉଁ ତେଣ୍ଟା ତେଣ୍ଟା ବାହାରିଛି, ପିତ୍ତଳ ଗୋବ ସବୁ ଅଛି। ବଡ଼ ବଡ଼ କବାଟ ଦୁଇଟା ଦେଖନ୍ତୁ ଅଛି, ବିରାଟ ବଡ଼। ତା ପଥର ପାଚିରି ଚାରିଆଡ଼େ ଯାକ। ଆଉ ଯେଉଁ ଯିବାକୁ ବାଟଟା ଏମିତି ସୁଡ଼ଙ୍ଗ ଭଳିଆ ହେଇଛି। ଭିତରେ ଏମିତି ବୁଲି 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 ଆପଣମାନେ ଦେଖେଇବି ମୁଁ କେମିତି ଯିବି କ'ଣ କରିବି। କିନ୍ତୁ କବାଟ ଦେଖନ୍ତୁ, କବାଟର ସୌନ୍ଦର୍ଯ୍ୟ କେତେ ସୁନ୍ଦର ଲାଗୁଛି ସତରେ। ସେତେବେଳର ଯେଉଁ ଜିନିଷ ରାଜ ଉଆସ ଏଇଟା ହେଉଛି ଲାଲମହଲ ଉଆସଟା ମୁଁ ଦେଖେଇଦେଲି। ତା ଭିତରକୁ ଯାଉଛି ବର୍ତ୍ତମାନ ଲାଲମହଲ ଉଆସକୁ ଯିବି। ତା ପୂର୍ବରୁ ମୁଁ ଗଲାବେଳକୁ ତାଙ୍କ ଜୋତା ରଖିବାକୁ ପଡ଼େ, ଜୋତା ପୋତା ରଖିକିରି ଏଇଟା ଆମେ ଭିତରକୁ ଯିବୁ। ଦେଖନ୍ତୁ ଲାଲମହଲ ମୁଁ ଦେଖାଉଛି କେତେ ସୁନ୍ଦର ଉଆସଟିଏ ହେଇଛି। ଏଠି ମଧ୍ୟ ତାଙ୍କର ସବୁ ଚିତ୍ର କ'ଣ ତାଙ୍କର ସେତେବେଳର ଚିତ୍ର ସବୁ ପ୍ରତିମୂର୍ତ୍ତି ସବୁ ହେଇଛନ୍ତି। ଏଇ ଯେଉଁ ପ୍ରତିମୂର୍ତ୍ତି ଆପଣ ଦେଖୁଛନ୍ତି, ଦେଖନ୍ତୁ ମା ଠିଆ ହେଇଛନ୍ତି। ଛତ୍ରପତି ଶିବାଜୀ ମହାରାଜ ମଧ୍ୟ ହଳ କରୁଛନ୍ତି। ମା ପ୍ରକୃତରେ ତାଙ୍କୁ ଛତ୍ରପତି ଶିବାଜୀ ମହାରାଜକୁ ଯୋଦ୍ଧା କରିବା ପାଇଁ ତାଙ୍କ ମା ହିଁ ସବୁଥିରେ ତାକୁ ଆଗଭର କରିଛନ୍ତି। ଆଉ ସେଥିଲାଗି ମହାରାଜ ସଦାବେଳେ ତାଙ୍କ ମାଙ୍କୁ ବହୁତ ଭଲ ପାଉଥିଲେ। ଆଉ ତାଙ୍କ ମା ଆଜି ଯଦି ଛତ୍ରପତି ଶିବାଜୀ ମହାରାଜ ଯେଉଁ ଯୋଦ୍ଧା ହେଇଥିଲେ କେବଳ ତାଙ୍କ ମାଙ୍କ ଲାଗି ହେଇଥିଲେ। ତାପରେ ଯିବା ଆମେ ବର୍ତ୍ତମାନ ଲାଲମହଲ ଦେଖିବାକୁ। ତାଙ୍କ ଲାଲମହଲକୁ ଯିବା ପୂର୍ବରୁ ଏଠି ଦେଖନ୍ତୁ କେତେ ପ୍ରକାର ଜିନିଷ, ସବୁ ଜିନିଷ ତ କରାଇ ଥୁଆ ହେଇଛି। ଆଉ ମୁଁ ଭିତରକୁ ଯିବି। ଦେଖନ୍ତୁ ବହୁତ ଲୋକ ବି ଆସିଥିଲେ, ବହୁତ ଲୋକ ବି ଦେଖୁଛନ୍ତି। ମୋତେ ବି ଭଲ ଲାଗିଲା ଜାଗାଟା ଦେଖିବାକୁ, ବଡ଼ ସୁନ୍ଦର ଲାଗିଲା। କାରଣ ଗୋଟେ ଗୋଟେ ନୂଆ ନୂଆ ଜାଗା। ଆମେ କ'ଣ ଛତ୍ରପତି ଶିବାଜୀ ମହାରାଜ କେତେ ଛୋଟ ପିଲାବେଳେ ଏଇ ଘରେ ରହୁଥିଲେ, ପିଲାବେଳେ ଏଇ ଘରେ ରହୁଥିଲେ ତାଙ୍କ ମାଙ୍କ ପାଖରେ। ତେଣୁ ଯେ ପିଲାବେଳେ ଯେଉଁ ତାଙ୍କର ଏଇଠି କଟିଥିଲା, ତେଣୁ ଏଇ ଘରଟିକୁ ଦେଖିବାକୁ ମୋର ବହୁତ ଇଚ୍ଛା ହେଲା। ଏ ଲାଲମହଲ ଦେଖିବାକୁ ମୁଁ ଆସିଲି। ତେଣୁ ଭିତରକୁ ଆସିଲି। ଭିତର ଦେଖନ୍ତୁ କେମିତି ସଜାସଜି, ସେଇ ଯେଉଁ ଜିନିଷ ସଜାସଜି କେମିତି ହେଇଛି, ଚିତ୍ର ଫିତ୍ର ହେଇଛି, ତାଙ୍କର ଯେଉଁ ଫଟୋ ସବୁ ଲାଗିଛି, ବହୁତ ବଢ଼ିଆ ଲାଗୁଛି। ଆପଣ ଯେତେବେଳେ ଭିତରକୁ ଆସିବେ ଦେଖିବେ ଉପର ଗୁଡ଼ା ସବୁ କାଠରେ ସିଲିଂ ହେଇଛି। ଆପଣ ଯଦି କେତେବେଳେ ଆସିବେ ଆପଣମାନେ ବହୁତ ବଢ଼ିଆ ଲାଗିବ ଏଇସବୁ ଜାଗା ଦେଖିବାକୁ ବା ଏଇ ଘର ତାଙ୍କର ଦେଖିବାକୁ। ଆମେ ଉପରକୁ ଯାଇପାରିଲୁନି, କାରଣ ଉପରଟା ବନ୍ଦ କରିଦେଇଛନ୍ତି। ନହେଲେ ଆହୁରି ଉପରକୁ ଯାଇଥିଲେ ମଧ୍ୟ ଆହୁରି ଉପରେ ଉଆସ ଉପରେ ମଧ୍ୟ ଆହୁରି କେତେ ଜିନିଷ ଅଛି ସବୁ। ଆମେ ବନ୍ଦ ଅଛି ତେଣୁ ଯାଇପାରିଲୁନି। ତଳେ ସବୁ ଯାହା ବୁଲିକିରି ଦେଖିଲୁ ତାଙ୍କ ଉଆସଟା କେମିତି କ'ଣ ହେଇଥିଲା। ଏଠି ଦେଖନ୍ତୁ ଏ ଘର ଭିତରେ ଛତ୍ରପତି ଶିବାଜୀ ମହାରାଜ ଆଗରେ ଅଛନ୍ତି। ଆଗରେ ତାଙ୍କର ଗୋଟେ ମୂର୍ତ୍ତି ହେଇଛି। ତାଙ୍କ ପଛକୁ ଦେଖନ୍ତୁ ମା ତାଙ୍କ ଉପରେ ଅଛନ୍ତି। ତେଣୁ ମାଙ୍କର ଆଶୀର୍ବାଦ ସଦାବେଳେ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଥାଏ। ସେଥିପାଇଁ ସେ ଉପରେ ରହି ଶିବାଜୀ ମହାରାଜକୁ ଆଶୀର୍ବାଦ କରୁଛନ୍ତି। ଯେମିତି ମା ତାଙ୍କୁ ଆଶୀର୍ବାଦ କରନ୍ତି ସେ ବିଶ୍ୱାସ କରିବେନି, ମୁଁ ଯାହା ଶୁଣିଲି ଛତ୍ରପତି ମହାରାଜ ଆମର ତାଙ୍କ ମାଆଙ୍କୁ ବହୁତ ଇମ୍ପୋର୍ଟାନ୍ସ ଦିଅନ୍ତି ସବୁବେଳେ, ସବୁ କ୍ଷେତ୍ରରେ। କାରଣ ସେ ଯଦି ଆଜି ମାନେ ଯୋଦ୍ଧା ହେଇଛନ୍ତି କେବଳ ତାଙ୍କ ମାଆଙ୍କ ଲାଗି। କବାଟ ବନ୍ଦ ଅଛି, ଆମେ ଉପରକୁ ଯାଇପାରିଲୁନି। ଦେଖନ୍ତୁ ମହଲ ଟିକେ ବଢ଼ିଆ ସୁନ୍ଦର ଲାଗୁଛି। ପୁରୁଣା ମହଲ, ତାକୁ ସଜାଡ଼ିକି ରଖିଛନ୍ତି। ଆପଣମାନେ ଦେଖନ୍ତୁ ପୁରୁଣା କାଳିଆ ଘର କେତେ ସୁନ୍ଦର ଦେଖାଯାଉଛି। ତୁମରି ଜେଜେ ମୁଁ ତୁମରି ଜେଜେ, ତୁମରି ଜେଜେ ମୁଁ ତୁମରି ଜେଜେ।